ଏଇ ରେସିପି ମୋତେ ମୋ ପିଲାବେଳର ସ୍ମୃତିକୁ ମନେ ପକାଏ। ଛୋଟବେଳେ ମୋତେ ମୋ ବୋଉ ଏଇଟା ବନେଇକି ଖୁଆଉଥିଲା। ଭାବିଲି ଆଜି ଆପଣମାନଙ୍କ ସହିତ ବି ସେୟାର କରିବି। ମୁଁ ଏଠି ନେଇଛି କିଛି ମେରିଗୋଲ୍ଡ ବିସ୍କୁଟ, ଚିନି, ଅମୁଲ ଆଉ ପାଣି। ଏଠି ମୁଁ ମେରିଗୋଲ୍ଡ ବିସ୍କୁଟକୁ ଭଲ ଭାବରେ ପାଣିରେ ଡିପ୍ କରିଦେଇଛି। ସବୁ ମେରିଗୋଲ୍ଡ ବିସ୍କୁଟକୁ ଏମିତି ପାଣିରେ ଟୁ ସାଇଡ୍ ଡିପ୍ କରିକି ତାକୁ ବାଉଲରେ ଗୋଟେ ଉପରେ ଗୋଟେ ଥାକ କରିକି ରଖିଦେବେ। ଛୋଟବେଳେ ଏଇ ରେସିପି ଖାଇବା ପାଇଁ ମୋତେ ବହୁତ ଭଲ ଲାଗେ ଆଉ ଖାଇକି ମୁଁ ବହୁତ ଖୁସି ମଧ୍ୟ ହୁଏ। ଏମିତି ଲାଗେ କି ମୋ ବୋଉ ମୋତେ ସବୁଦିନ ମିଠା ବନେଇକି ଖୁଆଉଛି। ଆପଣ ଏଠି କ୍ଷୀର ମଧ୍ୟ ଆଡ୍ କରିପାରିବେ। କିନ୍ତୁ କ୍ଷୀର ପକେଇଲେ ତାର ଟେଷ୍ଟଟା ଆହୁରି ବଢ଼ିଯାଏ। ମୁଁ ଏଠି 2 ଚାମଚ କ୍ଷୀର ଆଡ୍ କରିଛି। ତା ଉପରେ ମୁଁ ଭଲ ଭାବରେ ଅମୁଲକୁ ପକେଇ ଦେଇଛି। ଆପଣ ଆପଣଙ୍କ ଟେଷ୍ଟ ହିସାବରେ ପକେଇବେ। ମୋତେ ମିଠା ଖାଇବା ପାଇଁ ବହୁତ ଭଲ ଲାଗେ। ତ ମୁଁ ଏଠି ତା ଉପରେ ଚିନି ବି ପକେଇ ଦେଇଛି। ମୋତେ ତ ୟାକୁ ଖାଇବା ପାଇଁ ବହୁତ ଭଲ ଲାଗେ। ଆପଣ ଆପଣଙ୍କ ପିଲାବେଳେ ମେରିଗୋଲ୍ଡ ବିସ୍କୁଟର ଏଇ ରେସିପି ଖାଇଛନ୍ତି କି ନାହିଁ ମୋତେ କମେଣ୍ଟରେ କହିବାକୁ ଜମା ବି ଭୁଲିବେନି। এই ରେସିପିକୁ ନିଶ୍ଚୟ ଟ୍ରାଏ କରନ୍ତୁ ଦେଖିବେ କେମିତି ମଜା ଲାଗୁଛି। ୟାକୁ ଘରେ ଆପଣ ନିଶ୍ଚୟ ଟ୍ରାଏ କରିକି ଖାଆନ୍ତୁ।